ଏପରିକା ଠାକୁର କୋଉଠି ଅଛି? ପୁରାଣ ପୁରୁଷ। ପୁରାଣକୁ କୁହାଗଲା ପୁରୁଷ। ବଡ ଭାଇ ପଳେଇବେ ନା ପୁରାଣ ପୁରୁଷ। ପୁରୁଷ ହେଲା ପୁରାଣ। କେତେ ପୁରାଣ ବାପା? ଅଷ୍ଟାଦଶ ପୁରାଣ ନାଇଁ? ଯେତିକ ପୁରାଣ 18ଟା ପୁରାଣ ପାଦ ତଳେ ଯିଏ ଚାପି ଧରିଛି 18ଟା ପୁରାଣ। ବେଦ ଚାରି ମାତା। ବେଦ ବାପା ପୁରୁଷ ନା ସ୍ତ୍ରୀ? ଚାରି ମାତା କାହିଁ କୁହାଗଲା? ସାମ, ରୂପ, ଯଜୁର, ଅଥର୍ବ ବେଦ। ଏ ଚାରି ବେଦ କାହିଁ ଚାରି ମାତା କୁହାଗଲା? ହଉ, ଏ ବେଦ କୋଉଠି ଥିଲା ବାପା? ପୁରାଣ ପୁରୁଷ ବେଦ ଚାରି ମାତା। କବି କହିଲେ ପୁରାଣ ପୁରୁଷ ବେଦ ଚାରି ମାତା ପାଦ ତଳେ ଯିଏ ଚାପି ଧରିଛି। 18 ପୁରାଣ ବେଦ ଚାରି ହେଲା କେତେ? 22। ତେଣୁ ଅଚ୍ୟୁତାନନ୍ଦ କହିଲେ ଏକ ବର୍ଷ ଏକରେ ପୁରାଣ 18 ବେଦ ଚାରି ହେଲା 22। ପାଦ ତଳେ ତାର ଚାପି ଧରିଛନ୍ତି। ଆଚ୍ଛା ବେଦ କୋଉଠୁ ଆସିଲା ବାପା? ବ୍ରହ୍ମା ତିଆରି କରିଥିଲେ ନା? ବ୍ରହ୍ମା ତିଆରି କରିନାହାନ୍ତି। ବ୍ରହ୍ମା ଯୋଉ ବେଦ ତିଆରି କଲେ ତା ନାଁ ହେଲା ଜାଉଁଳି। ଭାଇ କହିଲେ ବ୍ରହ୍ମାଙ୍କର 5ଟା ମୁଣ୍ଡ, କାହିଁ ତା ନାଁ ତ କହିଲେନି? ମୁଁ ପ୍ରଶ୍ନ ଦେବି, ବ୍ରହ୍ମାଙ୍କର 5 ମୁଣ୍ଡର ନାଁ କଣ? ଆଜି, କାଲି, ପହର ଦିନ, ଆସନ୍ତା ବର୍ଷ, 5 ବର୍ଷ ବୋଲି ଭାଇ ଯଦି କହିଦେବେ ପାଲା ଦେବନୁ ସନ୍ନ୍ୟାସ ନେଇଯିବ। କିନ୍ତୁ ମୁଁ କହିବି ବ୍ରହ୍ମାଙ୍କ ମନ୍ଦିର କୋଉଠି ଅଛି? ଭାଇ କହିଲେନି, ମୁଁ କହିବି। ଅପେକ୍ଷା କରନ୍ତୁ। ବେଦ ବେଦ ବ୍ରହ୍ମା ତିଆରି କରିନଥିଲେ। ବେଦର ଗୋଟେ ଅନ୍ୟ ନାଁ ବାପା ହେଲା ଶ୍ରୁତି। ତେଣୁ କବି କଣ କହିଲେ? କହିଲେ ନ କଚିତ ବେଦ କଥା ବେଦ ଶ୍ରୁତ୍ୱା ଚତୁର୍ମୁଖ ତତ ପରେ ଶ୍ରବଣଙ୍କୁ ମନୁ ପୂର୍ଣ୍ଣ ପ୍ରଥମେ ବେଦକୁ ଶୁଣିଲେ ବ୍ରହ୍ମା, ତାପରେ ଶୁଣିଲେ ମନୁ, ତାପରେ ଇକ୍ଷୁ, ତାପରେ ଧୀରେ ଧୀରେ ପୂର୍ଣ୍ଣ ପ୍ରସାରଣ ହେଲା। ଆଚ୍ଛା ବେଦ ତାହେଲେ କୋଉଠି ଥିଲା? କହୁଛି ପ୍ରଥମେ ବ୍ରହ୍ମା ଶୁଣିଲେ। ତା ସୁଯୋଗ କଥା କହିବି ଭାଇ, ଯାଇ ସେ ପର୍ଯ୍ୟନ୍ତ। ଧନ୍ୟବାଦ। ବେଦ କୋଉଠି ଥିଲା? ବେଦ ଅତି ବଡି ଜଗନ୍ନାଥ ଦାସ ଭାଗବତ ଓଙ୍କାର ମଧ୍ୟରେ ଥିଲା କେହି ନ ଜାଣେ ୟାର ଓଙ୍କାର ମଧ୍ୟରେ ବେଦ ଥିଲା। ଠିକ ନା ବାପା? ଆଚ୍ଛା ଓଙ୍କାର କଣ? ଓଙ୍କାର କୋଉଠୁ ଆସିଥିଲା? ଓଙ୍କାର ପୁଲ୍ଲିଙ୍ଗ ନା ସ୍ତ୍ରୀଲିଙ୍ଗ? ଓଙ୍କାରକୁ କିଏ ସୃଷ୍ଟି କରିଥିଲା? ଓଙ୍କାରର ବାପା କିଏ, ମା କିଏ? ହଁ କହି ଓଙ୍କାର ମଧ୍ୟ ଥିଲା ବେଦ। କେହି ନ ଜାଣେ ୟାର ଭେଦ। ଯଦି କେହି ଜାଣିନଥିଲେ କେମିତି ବ୍ରହ୍ମା ଜାଣିଲେ? କେମିତି ମନୁ ଜାଣିଲେ? କେମିତି ତତ୍ପର ଇକ୍ଷୁ ଜାଣିଲେ? ନା, କବି କହିଲେ କଣ କହିଲେ? ନ ଜାଣେ କେହି ନ ଜାଣେ ୟାର ଭେଦ। ବୋଲେ ନ ଜାଣେ ନୁହଁ, 9 ଜଣ ଜାଣିଥିଲେ। ତା ଭିତରୁ ଭାଇ ଯୋଉଟା କହିଲ 9 ଜଣ ଜାଣିଥିଲେ। ସେ 9 ଜଣ କିଏ? ଆମର ରୋଷିଆ ନନା ନା? ନନାକୁ ତ ମାନିବାକୁ ପଡିବ, ଡାଲମା କରିଛନ୍ତି ଆଉ। ହାତ ତ ଖଣ୍ଡେ ନନା କର, ବଢିଆ ହେଇଥିଲା ଡାଲମା। ହଉ ମାନିବାକୁ ପଡିବ, ନନାଙ୍କର ଡାଲମା ମାନିବାକୁ ପଡିବ। ଏଠି ରେକର୍ଡ ରଖିଦେଲେ ଆଉ, ଏ ଡାଲମା ଆଉ। ହଉ ନା, ବଢିଆ ବଢିଆ।
ଇଏ ହଉ ନ ଜାଣେ 9 ଜଣ ଜାଣିଥିଲେ ବାପା ନ ଜାଣେ 9 ଜଣ ଜାଣିଥିଲେ ସେ 9 ଜଣ କିଏ ସେ 9 ଜଣ କିଏ କଲା କୀର୍ତ୍ତନ ଶ୍ରବଣ ବିଷ୍ଣୁ ପାଦ ସେବନ ଅର୍ଚ୍ଚନ ବନ୍ଦନ ସାଂଖ୍ୟ ଆତ୍ମନିବେଦନ এই যে 9 জন যে কীর্তন করিଥିଲେ যে শ্রবণ করিଥିଲେ যে স্মরণ করিଥିଲେ যে বিষ্ণুকে পাদ সেবা করিଥିଲେ যে অর্চন করিଥିଲେ যে সাংখ্য লাভ করিଥିଲେ এমতি 9 জন জানিଥିଲେ সেইথরে ভাই সূর্য আছে বাহ ঠিক জানেন সেইথরে সূর্য রইলে না এই 9 জন জানিଥିଲେ আচ্ছা ଆଉ ବେଦ ତାହା ସୃଷ୍ଟି